ଉଦ୍ଦେଶ୍ୟ ଓ ବାସ୍ତବତା। କାମ କରିବାର ଲକ୍ଷ୍ୟକୁ ଉଦ୍ଦେଶ୍ୟ କହନ୍ତି। ମଣିଷର ପ୍ରତ୍ୟେକ କାର୍ଯ୍ୟ କରିବା ପଛରେ ଉଦ୍ଦେଶ୍ୟ ଥାଏ। ସେହି ଉଦ୍ଦେଶ୍ୟ ଭଲର ମନ୍ଦର ଉଭୟର ହୋଇଥାଏ। ଚୋରର ଉଦ୍ଦେଶ୍ୟ ମନ୍ଦ, ପାଠ ପଢ଼ିବାର ଉଦ୍ଦେଶ୍ୟ ଭଲ। ଉଦ୍ଦେଶ୍ୟ ବିହୀନ ମଣିଷର ଜୀବନ ନାହିଁ। ମଣିଷକୁ ଜନ୍ମ କରିବା ପଛରେ ଖୋଦାର ଉଦ୍ଦେଶ୍ୟ ରହିଥିଲା ତାଙ୍କ ମନରେ କି ମଣିଷ ମୋର ପୂଜା ଆରାଧନା ବା ଇବାଦତ କରିବ। ଆଲ୍ଲାହର ଇବାଦତ ଆଧ୍ୟାତ୍ମିକ ସାଂସାରିକ ହୋଇ ଦୁଇ ପ୍ରକାର। ଆଧ୍ୟାତ୍ମିକ ଇବାଦତ ନମାଜ ରୋଜା ଜକାତ ହଜ ଦାନ। ସାଂସାରିକ ଇବାଦତର ମାନେ ଦୁନିଆୟିକ ଜୀବନଯାପନ ପାଳନ। ମଣିଷର ସଂସାରରେ ବଞ୍ଚିବାର ମାଧ୍ୟମ ସାଂସାରିକ ଇବାଦତ ବା ଆରାଧନାରେ ଯିବ। ଏହା କରିବା ମଣିଷ ପକ୍ଷେ ଅପରିହାର୍ଯ୍ୟ, ନିହାତି ଦରକାର। ନ କଲେ ମଣିଷ ବଞ୍ଚିପାରିବ ନାହିଁ। ବଞ୍ଚିବାରେ ଥାଏ ପେଟପାଟଣାର ବ୍ୟବସ୍ଥା, ଯାହାକି ମଣିଷର ଜୀବନ ସଂଗ୍ରାମ। ଗୋଟିଏ ସାମାନ୍ୟ କୁକୁରଟିଏ ମଧ୍ୟ ତା'ର ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଏଣେ ତେଣେ ବୁଲି ବୁଲି ଅନ୍ୟ କୁକୁର ସହିତ ମାଡ଼ ଗୋଳ କରି ଭୁକି ଭୁକି ନିଜ ପେଟକୁ ପ୍ରତିଯୋଗିତା ଭିତ୍ତିରେ ଖାଦ୍ୟ ଯୋଗାଏ। ସଂଗ୍ରାମ ବିନା ବଞ୍ଚିବା ନାହିଁ। ଚୋର ଚୋରି କରିବାକୁ ରାତି ଜାଗି ଚୋର ଦଳ ସହିତ ସାମିଲ ହୋଇ ୟା ଘର ତା ଘର, ତାଲା ପଡ଼ିଥିବା ବନ୍ଦ ଘର ଖୋଜ ତଲାସିବା ପରେ ଯାଇ ଭାଙ୍ଗି ତାଡ଼ି ଘରେ ପଶି ଚୋରି କରି ପେଟ ପାଳେ। ସେଥିରେ ପୁଣି ଧରା ପଡ଼ିଯିବା ଭୟ ଅଛି, ପୋଲିସର ମାଡ଼ ଭୟ, ଜେଲ ଦଣ୍ଡ ଭୋଗିବାର ଶଙ୍କା ଅଛି। ପିଲାଟିଏ ପାଠ ପଢ଼ିବା ପରୀକ୍ଷାରେ ପାସ୍ ହେବା ପାଇଁ ରାତି ଉଜାଗର ରହି କଠିନ ପରିଶ୍ରମ କରେ। ଯାତ୍ରାର ଅଭିନେତା, ବିଶେଷ କରି ଜଣେ ଖଳନାୟକ ଭିଲେନ୍କୁ ତା'ର ଅଭିନୟିକ ପରିଦୃଶ୍ୟମାନ ଜଗତରେ ଦେଖାଯାଇଥିଲା କି? ସେହି ସ୍ୱାସ୍ଥ୍ୟବାନ, ସୁଶ୍ରୀ, ରୂପବାନ, ଦେହରେ ପଇତା ପକା ନୈଷ୍ଠିକ ବ୍ରାହ୍ମଣଧାରୀ, ଗୋରା, ଖୋଲା ଶରୀର, ଦେହରେ କଳା ରଙ୍ଗର ଚିକ୍ ଚିକ୍ ରେଶମୀ କନାର ଚିପା ଚୁଡ଼ିଦାର ପାଇଜାମା ପିନ୍ଧା, ମୁଖମଣ୍ଡଳରେ ଜିଙ୍କ ପାଉଡର ବୋଳି, ଆଖି ପତା ତଳେ ଲାଲି ରଙ୍ଗ ବୋଳ କଜ୍ଜଳ ଲଗାଇ, ମୁଖକୁ ଚିକ୍ ଚିକ୍ କରାଇ, ଉଜ୍ଜ୍ୱଳ ତୀବ୍ର ଆଲୋକ ରଶ୍ମିରେ ମଞ୍ଚକୁ ସିଧା ଅନାଇ, ତୀବ୍ର ପ୍ରଖର ପାଦ ଚଳାଇ, ଜୋତା ମୋଜା ପରିହିତ, ଉତ୍ଥିତ ଯୌନାଙ୍ଗ ଦେଖାଇ, ନାୟିକାର କେଶଗୁଚ୍ଛ ଟାଣି ନିଷ୍ଠୁର ଆଚରଣର ସହିତ ମଞ୍ଚକୁ ଘୋଷାଡ଼ି ନେଇ ଧର୍ଷଣ କରିବାର ଦୃଶ୍ୟ ଦେଖାଇବା ପରେ ନିଜେ ଚୁଟିଧରା ଟଣା ହୋଇ ମଞ୍ଚକୁ ଯାଇ ମଳଦ୍ୱାରରେ ପୋଲିସ ରୁଲ ବାଡ଼ି ପୁରାର ଦୃଶ୍ୟ, ମଞ୍ଚରେ ଟଣା ରୀତିରେ ତଳୁ ଉଠାଇ ଠିଆ କରାହୋଇ ମଞ୍ଚର ଚାରିକତି ବୁଲାଯାଇ ଲୋକ ଦର୍ଶକଙ୍କୁ ନିଜର ଅପରାଧୀ ମୁହଁକୁ ଝାଳୁଆ ଉଜ୍ଜ୍ୱଳ ଆଲୋକପାତରେ ଆଖି ମିଟି ମିଟି କରି ଦେଖାଇ, ଗାଣ୍ଡିରେ ବେତ୍ରାଘାତ ପାଇ, ହ୍ୟାଣ୍ଡକପ୍ ପିନ୍ଧା, ହାତ ବନ୍ଧାରେ ଘୋଷଣା ଖାଇ ବେଶଘରକୁ ଯିବାର ଯାତ୍ରା ଦୃଶ୍ୟଟି ବେଶ୍ ଦର୍ଶକୀୟ ରୁଚିଶୀଳ ଥିଲା। ଦର୍ଶକେ ଡ୍ରାମା ଡାଇରେକ୍ଟରଙ୍କର ସାର୍ ଓସ୍ତାଦଙ୍କୁ ଭିଲେନର ଅଶ୍ଳୀଳ ଅଭିନୟିକ ଦୃଶ୍ୟାୟନରେ ବିମୁଗ୍ଧ ହୋଇ ଅର୍ଥରାଶି ପୁରସ୍କାର ଦେବା ସହିତ ତାଙ୍କର ନିର୍ଦ୍ଦେଶନାକୁ ପ୍ରଶଂସାରେ ବିହ୍ୱଳିତ କରାଇ ଦେଇ ଓସ୍ତାଦଙ୍କୁ ପ୍ରଶ୍ନ ପଚାରିଥିଲେ କି, ଯାତ୍ରା ଅଭିନେତା ଭିଲେନ ଯୁବକଟି ଅଶ୍ଳୀଳ ଦୃଶ୍ୟ ଦେଖାଇବାକୁ ରାଜି ହେବାର ଉତ୍ତର ଦେଇ ଯାତ୍ରା ଡ୍ରାମା ଶିକ୍ଷକ ସାର୍ ଚିଡ଼ିଯାଇ କହିଲେ, ଯାତ୍ରା ଅଭିନୟ କରୁଛି ମାନେ ସେ ଓସ୍ତାଦର ଅଧୀନ। ତା'ର ଅଭିନୟିକ ପ୍ରଦର୍ଶନ ଓସ୍ତାଦର ଇଚ୍ଛାରେ ହୋଇଥାଏ। ସେ କଳାର ପଇସା ଦିଆ କିଣା ଚାକର। ଅଭିନେତାର ରାଜି ଅରାଜିର ପ୍ରଶ୍ନ ହିଁ ନାହିଁ। ଯେତେବେଳେ ଅଭିନେତା କରିବାକୁ ମନସ୍ଥ କରି ଅଭିନେତା ହୋଇ ଯାତ୍ରାରେ ପଶିଲା, ସେ ନିଶ୍ଚିତ ପକ୍ଷେ ଜାଣିଛି ଯେ ଶ୍ଳୀଳ ଅଶ୍ଳୀଳ ଉଭୟ ପ୍ରକାର ଅଭିନୟ ତାକୁ କରିବାକୁ ଦେଖାଇବାକୁ ପଡ଼ିବ। ଦର୍ଶକର ପୃଷ୍ଠପୋଷକତା ପାଇବ, ନହେଲେ ତା'ର ଅଭିନେତା ହେବାର ସ୍ୱପ୍ନ ମଉଳିଯିବ, ରହିବ ନାହିଁ। ତାକୁ ଯେମିତି ପରିଚାଳିତ କରାଯିବ, ଅଭିନୟ ଦେଖାଇବାକୁ ଆଦେଶ ଦିଆଯିବ, ସେ ତଦନୁଯାୟୀ ଅଭିନୟ ଦେଖାଇବାକୁ ବାଧ୍ୟ। ନହେଲେ ଯାତ୍ରା ଦଳରୁ ବିଦା କରାଇ ଦିଆଯିବ। କୌଣସି ଦଳରେ ଅଭିନୟର ସୁଯୋଗ ପାଇବ ନାହିଁ। ସ୍ୱଇଚ୍ଛାରେ ଅଭିନୟର ଆନନ୍ଦଦାନର ଗ୍ଲାମର ଦୁନିଆକୁ
ଆସିଛି ବସିଛି ମାନେ ନିର୍ଦ୍ଦେଶକ ଡାଇରେକ୍ଟର ଅଧୀନରେ ରହି ଅଭିନୟ ଶିଖି ସେହି ଅନୁଯାୟୀ ଅଭିନୟ ଦେଖାଇବାକୁ ବାଧ୍ୟ। ତା'ର ନିଜର ଇଚ୍ଛା ଅନିଚ୍ଛା ନାହିଁ। ମୋଟା ଅଙ୍କର ଅର୍ଥରାଶି ଦେଇ ତାକୁ ଯାତ୍ରା ଶିଳ୍ପ ନାଟ୍ୟ ସଂସ୍ଥାକୁ କିଣି ଅଣାଯାଇଅଛି। ଛାତ୍ର ଶିଷ୍ୟ ହୋଇ ଗୁରୁଙ୍କୁ ଅବମାନନାକାରୀ ହୋଇପାରିବ ନାହିଁ। ଯାତ୍ରା ନାଟ୍ୟଶିଳ୍ପର ଏହା ହିଁ ବିଧି। ଅଭିନୟ ଗାନ୍ଧର୍ବ ବିଦ୍ୟା, ଗ୍ଲାମର ତଥା ଆନନ୍ଦ ପ୍ରାପ୍ତିର ଜଗତ। ଦର୍ଶକର ରୁଚିକୁ ପ୍ରାଧାନ୍ୟ ଅଗ୍ରାଧିକାର ଦିଆଯାଇଥାଏ, କୁଶୀଲବର ନିଜସ୍ୱ ରୁଚିକୁ ନୁହେଁ। ଉଦ୍ଦେଶ୍ୟ ଅତିବାସ୍ତବିକ ଅଭିନୟ ପ୍ରଦର୍ଶନ, ତାହା ଶୀଳ ଅଶୀଳ ଉଭୟର। ସେଇଥିରେ ନାଟ୍ୟିକ ବାସ୍ତବତା ଥାଏ। ଦର୍ଶକ ଯାତ୍ରା ନାଟକ ଦେଖି ଆନନ୍ଦ ପାଇବା ଲାଳସୀ। ତା'ର ଆନନ୍ଦ ପ୍ରାପ୍ତି କୋଉଥିରେ ମିଳିବ ତାହା ଦେଖିବା ନିର୍ଦ୍ଦେଶକ ତଥା ଯାତ୍ରା ସଂସ୍ଥାର କାମ, ଅଭିନେତାର ନୁହେଁ। ଅଭିନେତା ହୁକୁମ ପାଳକ, ନିର୍ଦ୍ଦେଶ ଅନୁଯାୟୀ ଅଭିନୟ ପ୍ରଦର୍ଶକ। ରୁଚି ବ୍ୟକ୍ତକାରୀ ନୁହେଁ। ହାକିମାତି ଦେଖାଇ ପାରିବ ନାହିଁ। ଦେଖାଇଲେ ଅଭିନୟରୁ ବଞ୍ଚିତ ହେବ। କଳାର ଏହା ହିଁ ଉଦ୍ଦେଶ୍ୟ ଜନିତ ବାସ୍ତବତା। ଜୀବନ ବାହିତରେ ଅଛି, ନାଟକରେ ତାହା ଅଭିନୟ ଛଳରେ ଦେଖାଇ ଦିଆଯାଉଅଛି। କିଛି ଦର୍ଶକ ଗ୍ରହଣ କରିବେ, କିଛିଙ୍କୁ ଭଲ ହୁଏତ ନ ଲାଗିପାରେ। କଳା ଶୀଳ ଅଶୀଳ ଦେଖେନା, ପ୍ରଦର୍ଶନ ଦେଖେ। ଭିନ୍ନ ରୁଚିଃ ଲୋକାଃ। ବିବିଧ ରୁଚିର ଲୋକ ଯେମିତି ସଂସାରରେ ଅଛନ୍ତି, ଠିକ୍ ସେମିତି ବିଭିନ୍ନ ରୁଚିର ଦର୍ଶକ ମଧ୍ୟ ରହିଛନ୍ତି। ମନକୁ ନେଇ ଅଭିନୟ ଆଉ ଅଭିନୟକୁ ନେଇ ମନର ତୃପ୍ତି ବାଣ୍ଟି ହୋଇଥାଏ ଦର୍ଶକଙ୍କ ମଧ୍ୟରେ। ପ୍ରତ୍ୟେକ ଅଭିନୟରେ ଉଦ୍ଦେଶ୍ୟ ଅଛି। ଦେଖାଇବାରେ, ପୋଷାକ ପରିଧାନରେ, ଅଭିବ୍ୟକ୍ତି ଆବିଷ୍କାରରେ, ପ୍ରଦର୍ଶନରେ। ଆଉ ସେଥିରୁ ବାସ୍ତବତାର ରହିଥିବାଟି ହେଲା ଅଶ୍ଳୀଳତା, ଶ୍ଳୀଳତା, ହାସ୍ୟମୟତା, ଶୃଙ୍ଗାରିକତା। ସବୁକିଛି ମନୋରଞ୍ଜନରେ ଯିବ। ହିନ୍ଦୀରେ କଥା ଅଛି, ଅଗର ନିୟତ ବଦଲ ଗଇ ତ ହକିକତ ବଦଲ ଗଇ। ମାନେ ହେଲା, ନିୟତ ମାନେ ଉଦ୍ଦେଶ୍ୟ, ହକିକତ ମାନେ ବାସ୍ତବତା। ଯଦି ଉଦ୍ଦେଶ୍ୟ ବଦଳିଯାଏ ତେବେ ବାସ୍ତବତା ବଦଳିଯିବ। ସ୍କୁଲକୁ ପାଠ ପଢ଼ିବାକୁ ଯାଉଥିବା ପିଲାଟି ସାଙ୍ଗର ପ୍ରରୋଚନାରେ ପଡ଼ି ସ୍କୁଲ ନ ଯାଇ ମ୍ୟାଟିନି ଶୋ ସିନେମା ଦେଖିଲା। ଜଳପ୍ରପାତର ରୁଦ୍ରସୁନ୍ଦର ରୂପରେ ବିଭୋର ହୋଇ ଗାଧୋଇବାକୁ ଚାହୁଁ ନଥିବା ଯୁବକ ସାଥୀ ଯୁବକମାନଙ୍କ ବାଧ୍ୟବାଧକତାରେ ଆସି ଗାଧୋଇ ସୁଅରେ ଭାସି ଶେଷରେ ନିଖୋଜ ହୋଇଯାଇ ସଂସାରରେ ତା'ର ବଞ୍ଚି ରହିବାର ସ୍ଥିତିକୁ ହରାଇଲା। ଆଲ୍ଲାହ ତାଙ୍କର ଦିବ୍ୟ ବା ସ୍ୱର୍ଗୀୟ ପବିତ୍ର ଗ୍ରନ୍ଥ ମନୁଷ୍ୟର ରୁଗ୍ଣ ଆତ୍ମାକୁ କୋରି ସଫା କରି ଦେଉଥିବା କୋରାନ ଗ୍ରନ୍ଥରେ କହିଛନ୍ତି, ମୋତେ ମଣିଷଠାରୁ ହିସାବ ନେବାକୁ ଡେରି ଲାଗିନଥାଏ। ମୁଁ ଏଣେ କୁନ୍ ଫାୟକୁନ୍ ବା ହୁଅ ହୋଇଯା କହିଦେଲେ ସେପଟେ କାର୍ଯ୍ୟ ହୋଇଯାଇଥାଏ ବା ହୋଇଯିବ। ମଣିଷ ସର୍ବଦା ମୋତେ ଡରୁ, ପ୍ରତି ମୁହୂର୍ତ୍ତରେ ଭୟ କରୁ। ହେ ମଣିଷ, ତୋର ପ୍ରଭୁର ଅଜାବ ବା ଯନ୍ତ୍ରଣା ନିର୍ଭୟୀ ହୋଇ ରହିବାର ଜିନିଷ କଦାପି ନୁହେଁ। ଯିଏ ମୋତେ ଡରେ, ମୁଁ ଆଲ୍ଲାହ ତା'ର ସାଥିରେ ଥାଏ। ଆଲ୍ଲାହ ସେମାନଙ୍କ ସାଥିରେ ଥାଏ ଯିଏ ଡରନ୍ତି ଓ ପୁଣ୍ୟ କରନ୍ତି। ପାଠ ନାହେଲ ମାନେ ମହୁମାଛି। କୋରାନ ଭାଗ 14 ଦ୍ରଷ୍ଟବ୍ୟ। ମୁଁ ଆଲ୍ଲାହ ଭାରି ପ୍ରତିଶୋଧ ପରାୟଣ, ଯେସାକୁ ତେସାକାରୀ କର୍ତ୍ତା। ମଣିଷଠାରୁ ଗାଢ଼ ବଦଲା ବା ପ୍ରତିଶୋଧ ନେବି। ମଣିଷ ମୋର କବଳରେ ଅଛି, ସେଥିରୁ ବାହାରି ପାରିବ ନାହିଁ। ସୁତରାଂ ମଣିଷ ଜୀବନର ଉଦ୍ଦେଶ୍ୟ ବାସ୍ତବତା ମୋରି କାବୁରେ ଥାଇ ପରିଚାଳିତ ହୋଇଥାଏ। ମୁଁ ଜାଣେ ମଣିଷ ମନରେ କ'ଣ କରିବାର ଉଦ୍ଦେଶ୍ୟ ଅଛି ଆଉ ସେଥିରୁ କିଭଳି ବାସ୍ତବତା ବାହାରିବ। ମଣିଷର ଭବିଷ୍ୟତର ଆଗାମୀ କାଳ ବା ସମୟ ମଣିଷକୁ ଅଜଣା, ମୋତେ କିନ୍ତୁ ବେଶ ଜଣା। କାରଣ ମୁଁ ହେଉଛି ଆଲେମୁଲ ଗୈବ ଏବଂ ତା'ର ପରମ ସାକ୍ଷାତଦାତା। ଆଲମ ମାନେ ଦୁନିଆ, ଗୈବ ମାନେ ଅଜଣା କଥା। ଅଗତ୍ୟା ତଦନୁଯାୟୀ ମୁଁ ମଣିଷର ଉଦ୍ଦେଶ୍ୟ ବାସ୍ତବତା ଚଳାଏ। ମଣିଷ ମୋତେ ଶରୀର ମନର କଥାର ମାନୁଥିଲେ ମୁଁ ଖୋଦ୍ ଜାତ ଖୋଦା ମଣିଷକୁ ହେଦାୟତ ବା ଦିଗ୍ଦର୍ଶିତ ଦେଇ ତା'ର ଉଦ୍ଦେଶିତ ବାସ୍ତବତା ଯୁକ୍ତ କାମକୁ ଭଲ କରାଏ। ତେବେ ମୁଁ ଆଲ୍ଲାହ ଯାହା ଚାହେଁ କରେ।
ମଣିଷ ଯାହା ଚାହେଁ କରିପାରିବ ନାହିଁ, କଲେ ଶାସ୍ତିର ପ୍ରାପ୍ତକାରୀ ହୋଇଯିବ। ଉଦାହରଣ ହେଲା ପୈଗମ୍ବର ଲୁତ୍‌ଙ୍କର ଯୁଗ ବା ଜାମାନାରେ ସମୟରେ ଲୋକେ ପୁରୁଷର ପୁରୁଷ ସହିତ ସମଲିଙ୍ଗୀ ଯୌନ ସମ୍ପର୍କ କରୁଥିଲେ। ଲୁତ୍ ବହୁତ ବୁଝାଇଲେ, କହିଲେ, ହେ ଲୋକେ, ତୁମେମାନେ ଏମିତି ବେହିଆମି କରନା, ନହେଲେ ତୁମେମାନେ ଆଲ୍ଲାହର ଶାସ୍ତି, ଯନ୍ତ୍ରଣା ବା ଅଜାବ ଭୋଗିବ। ଲୋକେ ମାନିଲେ ନାହିଁ। ଫଳରେ ଆଲ୍ଲାହ ଫରିସ୍ତା ବା ଦେବଦୂତଙ୍କୁ ପଠାଇ ସେହି ମାନବ ଜନବସତି ସହର ସଦୋମକୁ ତଳୁ ଉଠାଇ ଉପରକୁ ନେଇ ତଳକୁ କଚାଡ଼ି ଦେଲେ। ସଦୋମ ନାମକ ସେହି ଜନବସତି ଆଜି ମୃତ ସମୁଦ୍ର ବା ଡେଡ୍ ସି ପାଲଟି ଯାଇଛି ଗନ୍ଧକର ଅଜସ୍ର ବର୍ଷାପାତ ଫଳରେ। କୋଉଠି ପୁଣି ସ୍ୱାଲେହା ପୈଗମ୍ବରଙ୍କର କଥା ତାଙ୍କ ସମୟର ଲୋକ ନ ମାନିବାରୁ ବିକଟାଳ ଗର୍ଜନର ଭୂମିକମ୍ପ ସେହି ମାନବୀୟ ବସ୍ତିକୁ ତବାହ ବରବାଦ ଧ୍ୱଂସ କରିଦେଇଥିଲା। ମଣିଷ ଯେଉଁ ମନରେ ଉଦ୍ଦେଶ୍ୟ ରଖି ମୂର୍ତ୍ତି ପୂଜା କରୁଛି, ବାସ୍ତବ ଜୀବନରେ ସଫଳତା ପାଇବ ପ୍ରକୃତରେ ଆଲ୍ଲାହଙ୍କ ସହିତ ସମାନ କରାଇ ସମକକ୍ଷୀକାରୀ ଶିର୍କ ପୂଜା କରି ଆଲ୍ଲାହଙ୍କର ଆକ୍ରୋଶର କ୍ରୋଧର ଶିକାର ହୋଇ ମଲା ପରେ ପୁନର୍ଜୀବିତ ହୋଇ ସଜା ଶାସ୍ତିର ପ୍ରାପ୍ତକାରୀ ହେବ ବୋଲି କୋରାନ କହେ। କୋରାନ ଦେଖାଯାଇପାରେ। କୋରାନ ମୋବାଇଲ ଫୋନରେ ମୂଳ ଶ୍ଲୋକ ସହିତ ହିନ୍ଦୀ ଭାଷାର ସରଳ ଅନୁବାଦରେ ମିଳୁଅଛି, ଉପଲବ୍ଧ ଅଛି। ମଣିଷ ଚାହିଁଲେ, ଇଚ୍ଛା କଲେ ଦେଖିପାରିବ, ଶୁଣିପାରିବ, ବୁଝିପାରିବ। ମଣିଷ ଘୃଣା ନ କରି ମନରେ ବିଦ୍ୱେଷ ଭାବ ନ ରଖି ବାଧ୍ୟ ଆଗ୍ରହୀ ହୋଇ ଦେଖୁ, ଶୁଣୁ, ଥରେ ନୁହେଁ ବାରମ୍ବାର ଅନେକ ଥର। ଫଳରେ ଆତ୍ମାରେ ଅଭୂତପୂର୍ବ ପରିବର୍ତ୍ତନ ଆସିବ। ମଣିଷ ଜାଣିବ, ମୋତେ ଏଇ ଯେଉଁ ଦୁର୍ଲଭ କଷ୍ଟପ୍ରାପ୍ତ ଜୀବନ ମିଳିଛି ତାହା ଆଲ୍ଲାହଙ୍କ ତରଫରୁ ଆସିଛି। ମୁଁ ଯେତେବେଳେ ମରିଯିବି, ମାଟିରେ ପୋତାଯାଇ କବର ପାଇବି କିମ୍ବା ନିଆଁରେ ପୋଡ଼ାଯାଇ ପାଉଁଶ ହେବି, ମୋତେ ପୁଣି ଥରେ ଆଲ୍ଲାହ ସର୍ବଶକ୍ତିମାନ ଖୋଦ୍ ଜାତ ଖୋଦା ଶରୀର ମନରେ ପୁନର୍ଜୀବିତ ରୀତିରେ ତିଆରି କରାଇ ଉଠାଇ ବସାଇ ମୁନକିର ନକିର ନାମକ ଦୁଇ ଫରିସ୍ତା ଦେବଦୂତ ଏଞ୍ଜେଲଙ୍କୁ ପଠାଇ ତିନୋଟି ପ୍ରଶ୍ନ ପଚାରିବ। ମନ୍ ରବ୍ବୁକା ଅର୍ଥାତ୍ ତୋର ପ୍ରଭୁ କିଏ? ମା ଦୀନୁକା ଅର୍ଥାତ୍ ତୋର ଦିନ ବା ଧର୍ମ କ'ଣ? ଶେଷ ତଥା ତୃତୀୟ ପ୍ରଶ୍ନ ମନ୍ ରସୁଲୁକା ଅର୍ଥାତ୍ ତୋର ରସୁଲ ବା ପୈଗମ୍ବର କିଏ? ପୁଣ୍ୟବାନ ଭଲ ଲୋକ ଉତ୍ତର ଚଟାପଟ ଦେଇଦେବ। ପାପୀ, ଅବିଶ୍ୱାସୀ, କାଫିର, କପଟୀ, ମୁନାଫିକ, ଅମାନିଆ, ମୁନକିର, ଧର୍ମ ନଷ୍ଟକାରୀ, ଫାସିକ କିନ୍ତୁ ଦେଇ ନ ପାରି ଶାସ୍ତି ତତ୍କ୍ଷଣାତ୍ ଭୋଗିବ। ମହମ୍ମଦ ଭବିଷ୍ୟତବାଣୀ ପେଷଣ ଗୋଇ ଦେଇ କହିଯାଇଛନ୍ତି। କୋରାନରେ ମଧ୍ୟ କବର ମଧ୍ୟକୁ, ସମାଧିସ୍ଥଳକୁ ଫରିସ୍ତା ଆସି ହାତ ବଢ଼ାଇ ମଲା ଲୋକକୁ ଧମକ ଦେଇ କହିବେ, କାଢ଼ ନିଜର ଜୀବନକୁ। ଆଜି ତୁମକୁ ଖାରିକା ଅଜାବ ବା ଅପମାନଜନକ ଶାସ୍ତି ଯନ୍ତ୍ରଣା ଭୋଗିବାକୁ ଦିଆଯିବ। ତୁମେ ତୁମର ଇହଜଗତର ବଞ୍ଚିଥିବା ଜୀବନରେ ବଡ଼େଇ କରୁଥିଲ, ଫୁଟାଣି ମାରୁଥିଲ, କହୁଥିଲ, ଆମର ବଞ୍ଚିବା ମରିବା ସବୁ ଏଇଠି ଏଇ ଇହଜୀବନରେ, ଆମକୁ ପୁଣି ଥରେ ଶରୀର ମନରେ ବଞ୍ଚି ଉଠିବା ନାହିଁ। ତୁମର ମିଛ ଧର୍ମ, ବିଶ୍ୱାସ ଓ କାମ ତୁମକୁ ଧୋକା ଦେଇ ଠକିଦେଲା। ଏଠି ତୁମର କେହି ହଇରାଣକୁ ଲାଘବ କରିବେ ନାହିଁ। ତୁମକୁ ତାହାରି ବଦଳ ଦିଆଯିବ ଯାହା ତୁମେ କରୁଥିଲ। ଆଲ୍ଲାହ ଅତ୍ୟାଚାରୀ ନୁହେଁ। ମଣିଷ ନିଜେ ହିଁ ନିଜେ ଅତ୍ୟାଚାରୀ। କାରଣ ସେ ମୋ ଆଦେଶକୁ ମାନୁନାହିଁ, ମୋର କଥାକୁ ଖାତିର କରୁନାହିଁ। କିନ୍ତୁ ମଣିଷ ଜାଣୁନାହିଁ ଯେ ମୁଁ ତାକୁ ଜନ୍ମ ଦେଇଛି, ମାରିବି ଏବଂ ପୁଣି ଥରେ ବଞ୍ଚିକି ଉଠାଇବି। ତୁମେ ଉସି କା ବଦଲା ଜୋ କରତେ ଥେ। ହେ ମଣିଷ, ତୁମକୁ ତାହାରି ବଦଳ ଯାହା କରୁଥିଲ। ହେ ମଣିଷ, ଅଜ୍ଞ ମୂର୍ଖ ହୋଇଯାଆନା। ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସଲାମ। ପାଠ ଆଲେ ଇମ୍ରାନ। ଆଲ୍ଲାହଙ୍କ ପାଖରେ ଶାନ୍ତିପ୍ରାପ୍ତିର ଧର୍ମ ଇସଲାମ ବ୍ୟତୀତ ଆଉ ଧର୍ମ ନାହିଁ। ସଂସାରରେ ଅନ୍ୟାନ୍ୟ ଧର୍ମ ସବୁ ଇସଲାମ ଧର୍ମଠାରୁ ଶୈତାନ ଜରିଆରେ ବାରମ୍ବାର ବଦଳି ବଦଳି ହୋଇଯାଇଅଛି। କିନ୍ତୁ ମଣିଷ ମଲା ପରେ ତାର ବିଚାର ଇସଲାମ ଧର୍ମ ଅନୁଯାୟୀ ହିଁ ହେବ। ଫେର ତୁ ମଣିଷ କୁଆଡ଼େ ମୁହଁ ମୋଡ଼ି ଦେଇ ଯାଉଛୁ? ମଣିଷକୁ ଭଲ କଥା କୁହ, ମନ୍ଦ କଥାରୁ ଅଟକାଅ। ମାନିବେ ସେହିମାନେ ଯେଉଁମାନେ ଭାବୁକ, ଚିନ୍ତକ, ଅମାନିଆ, କପଟିଆ, ମୂର୍ଖ ମାନିବେ ନାହିଁ। ସେମାନଙ୍କୁ ମୁଁ ସେମାନଙ୍କ ମୃତ୍ୟୁ ଦିବସ ପର୍ଯ୍ୟନ୍ତ ଛାଡ଼ି ଦେଉଅଛି। ମନ ମାନି ମନମୁଖୀ କରନ୍ତୁ ଆଉ ଭେଟନ୍ତୁ ନିଜର ମୃତ୍ୟୁକୁ। ତାପରେ ବଳେ ବଳେ ଜାଣିଯିବେ ଆଲ୍ଲାହର ଡରାଣ ଭୟ ପ୍ରଦର୍ଶନ କେମିତି ଥିଲା। ଆଉ ପୂର୍ବ ଜୀବନକୁ ଫେରିବେନି ଯେ ସୁଧୁରିବେ।
ଆଲ୍ଲାହ ଯାହାକୁ ଚାହିଁବ ନିଜ ଧର୍ମ ବାଟକୁ ଆଣିବ, ଯାହାକୁ ଚାହିଁବ ଗୁମରାହା ବା ପଥଭ୍ରାନ୍ତ ପଥହୁଡ଼ା କରିବ। ଆଲ୍ଲାହ ଯାହା ଚାହେଁ କରେ, ଆଲ୍ଲାହ ଯୋ ଚାହେଁ କରେ। ତଥାପି ମଣିଷ ମୋତେ ଧ୍ୟାନ କରୁ, କୋରାନ ପଢ଼ୁ, ମୋ ପ୍ରତି ଘୃଣା ବିଦ୍ୱେଷ ଭାବ ମନରେ ନ ରଖୁ, ନିଜର ବାପ ଅଜା ଧର୍ମକୁ ଛାଡ଼ି ମୋର ଧର୍ମକୁ ଜାଣି କୋରାନ ପଢ଼ି ଗ୍ରହଣ କରୁ, ତେବେ ଯାଇକି ରାହତ ବା ମୁକ୍ତି ମିଳିବ। ତାର ଆଗ୍ରହ ନିଷ୍ଠା ଦେଖି ମୁଁ ଆଲ୍ଲାହ ଏପରି ମଣିଷକୁ ମୋର ଧର୍ମର ବାଟ ଅବଶ୍ୟ ଦେଖାଇ ଦେବି।